I welcome you to my online program today. Ah, what are you doing? Cried the ostrich in pain. Oh, my neck, oh, my neck. He pulled his neck very hard. He understood the evil intention of the alligator. He pulled and pulled, but the alligator did not leave him. The big bird dragged the alligator with all his strength. His short neck stretched and became long. Ah, what are you doing? What are you doing? Cried the ostrich in pain. Oh, my neck, my neck. ଆମକୁ ଟିକେ କ'ଣ କିଏ କରିଦେଲେ ଆମକୁ ଯନ୍ତ୍ରଣା ହୁଏ। ଏମିତିକି ବର୍ତ୍ତମାନ ତାର ମୁଣ୍ଡଟାକୁ ଧରିଛି କିଏ? କୁମ୍ଭୀର। କାହାର ମୁଣ୍ଡ ଧରିଛି? ଉଟ ପକ୍ଷୀର ମୁଣ୍ଡ ଧରିଛି। ଉଟ ପକ୍ଷୀକୁ ସେ ବିଶ୍ୱାସ ଜମେଇଛି। ତାର ସରଳ ବିଶ୍ୱାସରେ ଉଟ ପକ୍ଷୀ କ'ଣ କରିଛି? କୁମ୍ଭୀରର ପାଟି ଭିତରକୁ ତା ମୁଣ୍ଡ ପୁରେଇ ଦେଇଛି କଣ୍ଟା କାଢ଼ିବାକୁ। ଆମେ ଆଗରୁ ପଢ଼ିଛେ ଏଇଟା। ଯେତେବେଳେ ସେ ପୁରେଇ ଦେଇଛି ସେତେବେଳେ ସେ ତାର ମାଡ଼ିକୁ ଜାବୁଡ଼ି ଧରିଛି। ଯେତେବେଳେ ଜାବୁଡ଼ି ଧରିଛି ତାକୁ କଷ୍ଟ ହେଇଛି, ସେଇଠୁ ସେ ଆରମ୍ଭ କରିଛି ହ୍ୱାଟ୍ ଆର୍ ୟୁ ଡୁଇଂ, ହ୍ୱାଟ୍ ଆର୍ ୟୁ ଡୁଇଂ, କ୍ରାଏଡ୍ ଦ ଅଷ୍ଟ୍ରିଚ୍ ଇନ୍ ପେନ୍। ଓ ମାଇ ନେକ୍, ଓ ମାଇ ନେକ୍। ମୋ ବେକ, କ'ଣ କରୁଛ, କ'ଣ କରୁଛ? ଯନ୍ତ୍ରଣାରେ ଏମିତି ସବୁ ଶବ୍ଦ ବ୍ୟବହାର କରିଛି। କିଏ? ଅଷ୍ଟ୍ରିଚ୍, ଉଟ ପକ୍ଷୀ। ହି ପୁଲ୍ଡ ହିଜ୍ ନେକ୍। Ostrich is a big bird. He pulled his neck. Now he understood the evil intention of the alligator. He pulled and pulled, but alligator did not leave him. ଓଟ ପକ୍ଷୀ ତାର ମନ୍ଦ ଉଦ୍ଦେଶ୍ୟ ଜାଣିପାରିଛି। କାହାର ମନ୍ଦ ଉଦ୍ଦେଶ୍ୟ? ଯେଉଁ କୁମ୍ଭୀରର ମନ୍ଦ ଉଦ୍ଦେଶ୍ୟ ଜାଣିପାରିଛି। ଆଗରୁ ସେ ସରଳ ବିଶ୍ୱାସରେ ତା ପାଟି ଭିତରେ ମୁଣ୍ଡ ପୁରେଇ ଦେଇଥିଲା। ବର୍ତ୍ତମାନ ତାର ମନ୍ଦ ଅଭ୍ୟାସ, ମନ୍ଦ ଉଦ୍ଦେଶ୍ୟ ସେ ବୁଝିପାରିଛି। କିନ୍ତୁ ସେତେବେଳକୁ ଆଉ ସମୟ ନାହିଁ। ବର୍ତ୍ତମାନ ସେ ତାର ମୁଣ୍ଡ ତାର ପାଟି ଭିତରେ, ଯେହେତୁ ସେ ବଡ଼ ପକ୍ଷୀ, ସେ ତାକୁ ଝିଙ୍କୁଛି। ମାତ୍ର କୁମ୍ଭୀର ତାକୁ ଛାଡ଼ିବାର ନାହିଁ। ଦ ଆଲିଗେଟର ଡିଡ୍ ନଟ୍ ଲିଭ୍ ହିମ୍, ବଟ୍ ଦ ଅଷ୍ଟ୍ରିଚ୍ ପୁଲ୍ଡ ଆଣ୍ଡ ପୁଲ୍ଡ ହିଜ୍ ନେକ୍। ସେଠୁ କ'ଣ ହେଇଛି? ଆଗରୁ ଆମେ ଜାଣିଥିଲେ ଦ ଅଷ୍ଟ୍ରିଚ୍ is a big bird. He had short legs and he had short necks. ତାର ଛୋଟ ଛୋଟ ଗୋଡ଼ ଥିଲା, ଛୋଟ ଛୋଟ ଗୋଡ଼ ଥିଲା ଏବଂ ବେକଟି ମଧ୍ୟ ଛୋଟ ଥିଲା। ବର୍ତ୍ତମାନ ଯେତେବେଳେ ସେ ଟାଣୁଛି ତାର ମୁଣ୍ଡକୁ, the big bird dragged the alligator with all his strength. ତାର ସବୁ ବଳ ଲଗେଇକି ତା ମୁଣ୍ଡକୁ ସେ ଟାଣୁଛି ରକ୍ଷା କରିବାକୁ। His short neck stretched ଲମ୍ବିଯିବା। His short neck, whose short neck?
Ostrich, ostrich short neck stretched and became long. ଛୋଟ ବେକଟା ଲମ୍ବା ହେଇଯାଇଛି. He said to the alligator cleverly. He said to the alligator cleverly. ସେଇଠି ଦେଖିଲା ଯେତେବେଳେ ବଳ କଷିଲା ପାରିଲାନି ସେଇଠୁ ସିଏ ବି ଚତୁରତାର ସହିତ କଥା କହିବା ଆରମ୍ଭ କଲା. He said to alligator cleverly, "Oh, dear friend, why don't you open your mouth? I have already taken out the bone." ସେ ଚତୁରତାର ସହିତ କହିଛି, ତୁମେ କାହିଁକି ପାଟି ଖୋଲିନ? ମୁଁ ତ ତୁମର କଣ୍ଟାଟିକୁ କାଢ଼ି ସାରିଲେଣି. I have already taken out the bone. କୁମ୍ଭୀର ସେଉଠୁ ପ୍ରତ୍ୟୁତ୍ତର ଦେଇଛି. Alligator said, "Don't think me fool. Don't think me fool. Fool. Don't think me fool." Fool କହିଲେ ଆମେ ଜାଣିଛୁ ବୋକା. ମୋତେ ଏତେ ବୋକା ଭାବନା. Said the alligator, "I won't open my mouth. I won't କହିଲେ will ଆଉ not. won't ମୁଁ ମୋର ପାଟି ଖୋଲିବି ନାହିଁ. I won't open my mouth. I will eat you up. ମୁଁ ତତେ ଖାଇବି. ମୁଁ ତତେ ଖାଇଯିବି. ha 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 ha. ଏମିତି କହିକି ha 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 କହିଲା ବେଳେ ଆମେ ସାଧାରଣରେ ହସିଲା ବେଳେ ଆମ ପାଟି ବନ୍ଦ ହୁଏ ନା ଖୋଲିଯାଏ? ହସିଲା ବେଳେ ha କହିଲେ ପାଟି ମେଲା ହୋଇଯାଏ. ଯେତେବେଳେ ପାଟି ତାର ମେଲା ହେଇଯାଇଛି, ଖୋଲି ଯାଇଛି, ସେତେବେଳେ କ'ଣ ହେଇଛି? ଯେଉଁ ପାଟି ଭିତରେ ତାର ମାଡ଼ି ଜାବିକି ରଖିଥିଲା ତା ମୁଣ୍ଡକୁ, ଅଷ୍ଟ୍ରିଚର ମୁଣ୍ଡକୁ ଯେତେବେଳେ ଖୋଲିଦେଲା, ଏବେ ସମୟ ପାଇଛି, ସୁଯୋଗ ପାଇଛି ଅଷ୍ଟ୍ରିଚ କ'ଣ କରିବା ପାଇଁ? ତାର ମୁଣ୍ଡଟାକୁ ମୁକ୍ତ କରିବାକୁ. Then when alligator laughed, then the ostrich freed his head. Lo, his mouth opened. Whose mouth? Alligator's mouth opened. Lo মানে look. Lo, look. His mouth, alligator's mouth opened. Then and there the ostrich freed his head from alligator's jaw and began to run. Fast in fear. ଯେତେବେଳେ ସିଏ ଗୋଟେ ବିପଦରୁ ରକ୍ଷା ପାଇଯାଇଛି ଆଉ ଆଲିଗେଟର ପାଖରୁ ରକ୍ଷା ପାଇଯାଇଛି, the ostrich saved himself from the alligator, so he began to run fast in fear. The ostrich left the river and sea behind. ସେ ନଦୀକୁ ପଛରେ ପକାଇ ଦେଇଛି, ସମୁଦ୍ରକୁ ପଛରେ ପକାଇ ଦେଇଛି. He left the field and forest. ବଣ ଜଙ୍ଗଲ ପଡ଼ିଆ ବଣ ବିଲ ସବୁକୁ ପଛରେ ପକାଇକି ଦୌଡ଼ିବାରେ ଲାଗିଛି. Run and run. He ran and ran. As fast as possible. He was afraid of river and ponds. Why? Why was he afraid of river and ponds? Because there was water
where there was water, he afraid of that place. So he was afraid of river and ponds. He was afraid of lakes and seas. Why was he afraid of lakes and seas? Because there was water in the lakes and seas. Where there was water, the ostrich afraid of that place. He suspected the presence of alligator in water. Why? Why was he afraid? He suspected. He suspected. Suspected କହିଲେ ସନ୍ଦେହ କରେ। ସେ ଭାବେ କି ଯୋଉଠି ପାଣି ଅଛି ସେଠି କୁମ୍ଭୀର ଅଛି। He suspected the presence of alligator. Presence କହିଲେ ଉପସ୍ଥିତି। ତ he suspected the presence of alligator in water. So he ran and came to the desert at last. The ostrich ran and at last he reached a place where there is no water. Where there is no water is called desert. So the ostrich at last reached in a desert. From that day, the ostrich lived in the desert. I hope you have enjoyed the story. Next, we shall find out some ଏବେ ଆମେ ଦେଖିବା ଏ ଲେସନରେ କେତେକ ଶବ୍ଦ ଅଛି ଯେଉଁଗୁଡ଼ିକ ଦୁଇଟି ଶବ୍ଦକୁ ନେଇ ଗଠିତ ଏବଂ ତାର ସର୍ଟ ଫର୍ମ। ଯେମିତିକି ଆମେ କହିପାରିବା କେନ୍ ଆଉ ନଟ୍। ଆମେ ତାକୁ କହୁଛୁ କ'ଣ? କ୍ୟାଣ୍ଟ। କ'ଣ କହୁଛୁ? କ୍ୟାଣ୍ଟ। ଏମିତି ଅନେକ ଶବ୍ଦ ଏ ଲେସନରେ ଆମେ ଦେଖିବାକୁ ପାଉ। ଆମେ ଏଇ ସର୍ଟ ଫର୍ମ ୱାର୍ଡ଼ସକୁ ଖୋଜିକି ବାହାର କରିବା। ତ ତାହେଲେ ଦେଖିବା କେଉଁଠି କେଉଁଠି ଏଇସବୁ ଶବ୍ଦ ଅଛି। ଆମେ ଏଇଟାକୁ ଉପରକୁ ନେଇଯିବା, ତାପରେ ଖୋଜିବା। ଏଇ ଦେଖ କେଣ୍ଟ ଅଛି ପ୍ରଥମେ, କେଣ୍ଟ। ଆଉ କେଉଁଠି କ'ଣ ଅଛି ଦେଖ, ତାପରେ ଡୋଣ୍ଟ ଅଛି, ତାପରେ ଏମିତି ଅନେକ ଶବ୍ଦ ଅଛି। ତୁମେମାନେ ବାହାର କରିଦେଇପାରିବ। ମୋତେ ଯାହା ଦେଖାଯାଉଛି ମୁଁ ବାହାର କରୁଛି, ଆଉ ତୁମେମାନେ ତାକୁ ବାହାର କରିବ। ପୁଣି ଯିବା ତଳକୁ। କେଉଁଠି ଅଛି
ମୁଁ ତୁମକୁ ଦେଖେଇଥିଲି ପୂର୍ବରୁ ଆଇ ଏମ୍। ଦେଖ ଆଇ ଆଉ ଏମ୍, କିନ୍ତୁ ଏତେ ନ ଲେଖିକି ଆଇ ଏମ୍ ଏମିତି ଲେଖା ହେଉଛି। ୟାକୁ ସର୍ଟ ଫର୍ମ କହନ୍ତି। ତ ସେମିତି ଆହୁରି ବି ଅନେକ ଶବ୍ଦ ଅଛି। ଯେମିତି ଦେଖିବା ଆମେ ଆହୁରି ଏଇଠି ଦେଖ ଡୋଣ୍ଟ ଅଛି, ଆଇ ହ୍ୟାଭ୍ ଅଛି, ଆଇ ଏମ୍ ଅଛି, ଏଇଠି ଓଣ୍ଟ ଅଛି, ଆହୁରି ଅନେକ ଶବ୍ଦ ଅଛି ଯାହାକୁ କି ତୁମେ ଖୋଜିକି ବାହାର କରିପାରିବ। It is an interesting task for you to find out the short form words in our lesson. So let's go and continue. पुणी ଯିବା ନେକ୍ସଟ ପେଜକୁ। ଏଇଠି ପୁଣି ଦେଖିବା ଆମେ କ'ଣ ଅଛି। ଦେଖିବା ଏଇଠି ବି ଡୋଣ୍ଟ ଅଛି। ଦେଖ ଏଇଠି ଡୋଣ୍ଟ ଅଛି, ଓଣ୍ଟ ଅଛି, ଆଉ କ'ଣ ଅଛି, ଏମିତି ଅଛି। ଆଉ କ'ଣ ଅଛି, ଏମିତି ଅନେକ ଶବ୍ଦ ଅଛି। ଆମେ ବି ୟାକୁ ବାହାର କରି ନେଇପାରିବା। ଏମିତି ଯେଉଁ ଅନେକ ଶବ୍ଦ ଅଛି, ଦେଖିବା ଆଉ କେଉଁ ଶବ୍ଦ ଏମିତି ଅଛି। ଏମିତି ଶବ୍ଦ ଗୁଡ଼ାଏ ନେଇକି ମୁଁ ଆସିଛି। ଦେଖିବା। ଦେଖ ପିଲାମାନେ, ଆରଣ୍ଟ, ଆର୍ ନଟ୍, ଆରଣ୍ଟ, କ୍ୟାନ୍ ନଟ୍, କ୍ୟାଣ୍ଟ, could not, couldn't, did not, didn't ଏମିତି ଲେଖା ଯାଇଛି। ଠିକ୍ ଅଛି, ଦେଖିନେବା। ତାପରେ ଡୁ ନଟ୍, ଡୋଣ୍ଟ, ଡଜ୍ ନଟ୍, ଡଜଣ୍ଟ, had not, hadn't, have not, haven't, he is। ୟାକୁ ହି ଇଜ୍ ହିଁ ପଢ଼ିବା। ଏଠି ଯେମିତି ଆମେ ପଢ଼ିଲୁ, ତାର ପଢ଼ିବା ଉଚ୍ଚାରଣ ଅଲଗା ରହୁଛି। ଏଠି ହି ଇଜ୍କୁ ହି ଇଜ୍ ହିଁ ପଢ଼ିବା। ଲେଖା କିନ୍ତୁ ଏମିତି ରହିବ। ହି ୱିଲ୍କୁ ହି ୱିଲ୍ ପଢ଼ିବା। ସେମିତି ଆମେ ହି ହେଡ଼୍କୁ ହି ହେଡ଼୍ ପଢ଼ିବା, ହି ଉଡ଼୍କୁ ହି ଉଡ଼୍ ପଢ଼ିବା। ଦେଖ ହି ଉଡ଼୍ ଲେଖା ହେଇଛି, କିନ୍ତୁ ଦେଖ ହି ଏଡ଼୍ ହେଡ଼୍ ଯାହା ଲେଖା ହେଇଛି, ଆମେ କିନ୍ତୁ ପଢ଼ିଲା ବେଳେ ହି ଉଡ଼୍ ପଢ଼ିବା ଆଉ ହି ହେଡ଼୍ ପଢ଼ିବା। ତେଣୁ ଶବ୍ଦ କେଉଁ ଅର୍ଥରେ ବ୍ୟବହାର କରାଯାଇଛି ପଢ଼ିଲା ବେଳେ ଆମକୁ ଦେଖିବାକୁ ପଡ଼ିବ। Here is, I am, I have। ଏଇଟା ଭୁଲ ଲେଖା ହେଇଛି। I will ଏମିତି ଲେଖାଯିବ। I will,
isn't, it's, ये किंतु अलगा प्रोनाउंस, it's, it is, it's, it has, it's जा it has समान लेखा होची किंतु पढ़िला बेले हम अलगा पढ़ी पारिबा. It will, must not, she is, ସେମିତି ସେମିତି ଆମେ ପଢ଼ିପାରିବା. ଆମେ ପଢ଼ିପାରିବା she has, she has, she will, she would, she could not, sorry, should not, shouldn't, that's, there is, they are, they have, was not, we were, we are, we are, we have, we would, were not, weren't, what is what's, whose, who is, who will not, go won't, you are, you will, you would, you had. एमती गुड़ाए सर्ट फॉर्म अच्छी, आमे ताकू मने रखी पारिबा. ठीक अच्छे. आहरी अनेक कथा आमे ए लेसन रु जानिबा. जेमिति कि आमे जो वाक्य कहू, आमे जो सेंटेंस फॉर्म करू, ताहा मुख्यतः चारि भागरे विभक्त. डिक्लेरेटिव, इंटरोगेटिव, एक्सक्लेमेटरी, इंपेरेटिव. एठी से सब वाक्य अच्छी, आमे देखि परिबा. देखो आमे तो साधारण भावरे जो जो सेंटेंस थाए जाको आमे पॉजिटिव बोली कहू, ताको जाको आमे नेगेटिव बोली कहू, सेगुड़ी कहूची नॉट लगिता है. आउ कौन पॉजिटिव से भी साधारण भाव तार शेष फुल स्टॉप थाए. फुल स्टॉप, फुल स्टॉप थाए, फुल स्टॉप थाए जाको कि बिंदु बिंदु रे चिन्हित करा जाए, ताकू आमे डिक्लेरेटिव कहू. जेमिति कि आई एम ए स्टूडेंट, आई एम नॉट ए स्टूडेंट. ये दुईटा जाक वाक्य डिक्लेरेटिव. सेमती वाक्य आमे एठी देखिबा को पाऊ. डिक्लेरेटिव सेंटेंस रे आमे देखू आई कांट गो, आई कांट गो, आई कांट फ्लाई. ये सब डिक्लेरेटिव
सेंटेंस सेमिति आई विल कैरी डिक्लेरेटिव रे अफर्मेटिव और नेगेटिव दुई प्रकार थाए। एटा को अफर्मेटिव बा पॉजिटिव कहा जाए, एटा को नेगेटिव सेंटेंस कहा जाए। तो अफर्मेटिव आउ नेगेटिव सेंटेंस को लेके डिक्लेरेटिव सेंटेंस है। सेमिति आमे कहि परिबा इंट्रोगेटिव सेंटेंस आमे सहजरे चिनी परिबा जार शेष रे गोटे एमती चिन्ह थाए, अर्थात दा भली गोटे चिन्ह थाए। तो सेमती चिन्ह आमे सहज जानिपर जाको प्रश्न बोली कहू। प्रश्न रे भी जेमती डिक्लेरेटिव रे नेगेटिव आउ अफर्मेटिव अच्छी, इंटरोगेटिव रे अच्छी इंटरोगेटिव नेगेटिव इंटरोगेटिव नास्तिवाचक प्रश्न। सेमती पुणी आमे देखिबा सेमती प्रश्न सेमती वाक्य भी आमे एठी ए लेसन ले देखिबा को पाउछु। एठी देखो एठी व्हाट्स द मैटर विथ यू माय फ्रेंड एमती वाक्य अच्छी जाकू प्रश्न वाक्य बोली कहू। देखो एटी भी अच्छी व्हाट कैन आई डू फॉर यू, व्हाट कैन आई डू फॉर यू एको प्रश्न वाक्य बोली कहा जाए। सेमिति हमें देखिबा जदी पुणी तृतीय नंबर रे कौन एक्सक्लामेटरी। एक्सक्लामेटरी कौन विस्मय सूचक, जहाँ हमको विस्मित करे विस्मय आनी दिए ताको आमे एक्सक्लामेटरी सेंटेंस को देखिबा जदी तार भी प्रश्न चिन्ह भली गोटे एक चिन्ह अच्छी जो को आम जानी परिबा कौन कौन चिन्ह अच्छी। प्रश्न वाक्य रे प्रश्न चिन्ह थिला, प्रश्न चिन्ह थिला ए चिन्ह रे आमे को प्रश्न जाको इंटरोगेटिव कहा जाए। इंटरोगेटिव कहा जाए प्रश्न वाक्य। तो एटी सेमती एक्सक्लामेटरी रे कौन ना तार भी गोटे चिन्ह अच्छी। केमती चिन्ह एमती गोटे बाड़ी ता तले गोटे बिंदु ता कहा जाए एक्सक्लामेटरी। सेमती सेंटेंस भी आमे देखिबा को पाइबा एई लेसन रे कोटी अच्छी सेटा प्रथम रु अच्छी देखिबा आमे देखिबा प्रथम रु कोटी कोटी अच्छी एटी अच्छी एक्सक्लामेटरी सेंटेंस। देखो एटी से चिन्हटी अच्छी आह आह दीज आर एक्सक्लामेटरी वर्ड्स। सेमती भी एटी देखिबा ओ माय नेक माय नेक माय नेक माय नेक दीज आर एक्सक्लामेटरी वर्ड्स। सेमती भी ओ माय डियर फ्रेंड ओ माय डियर फ्रेंड एमती अच्छी हा 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 एमती अच्छी विस्मय सूचक वाक्य। या पर आमे देखिबा इंपेरेटिव सेंटेंस। इंपेरेटिव सेंटेंस रे इंपेरेटिव सेंटेंस रे फुल स्टॉप थाए मात्र आमे चिन्हिबा को टिके कष्ट नुहे। आमे देखिबू जोटी प्रथमे सब्जेक्ट न थाए, जेमिति की
you come here। आपको आम कौच डिक्लेरेटिव सेंटेंस। एठी आम जदि यूटा रखिबु नहीं, यू हूँ सब्जेक्ट, वाक्य किए प्रश्न कले, हु प्रश्न कले जो उत्तर आसे दैट इज सब्जेक्ट। बर्तमान यू हूँ कर्ता सब्जेक्ट। यदि यू को आम काटी दबा ताले आसिला आउ कौन, कम हियर, गो देयर, पास द सॉल्ट, ओपन द डोर, शट द डोर। एमती ऑर्डर और रिक्वेस्ट कला बेले आमे यही सब वाक्य लगे था। तो दे आर कॉल्ड इम्पेरेटिव सेंटेंस। इम्पेरेटिव सेंटेंस एमती आमे चारि प्रकार सेंटेंस यही लेसन रे देखा पाऊ। ठीक अच्छे, परे आमे ग्रामर क्लास रे ताकू आलोचना